ସବୁଦିନ ଏନ୍ତା ଆଜି ବି ସାମାନ ଏନ୍ତା କରି ଆସବା ବୋଲିକରି ନେଇ ଜାନିଥାଇ। ତ ଯେ ମହାକାଲ ମୁଇଁ ସକାଳୁ ସକାଳୁ ରେଡ଼ି ହେଇକରି ବାହାରି ପଡ଼ିନି। ଦେଖିପାରୁଥିବେ ମୋର ରେଡ୍ ଡ୍ରାଗନ୍ ଆରୁ ଆମର TVS ଅଛେ। ତ ଏଛେନକା ମୋର ରେଡ୍ ଡ୍ରାଗନ୍କେ ମୁଇଁ ଭରେଇ କରି ବାହାରି ପଡ଼୍ମି ନର୍ଲା। ଆଜି କାଁ ଯାଇକି ରବିବାର ଅଛେ ତ ହେଥିର୍ ଲାଗି। ତ ଦେଖିପାରୁଥିବେ ମୋର ରେଡ୍ ଡ୍ରାଗନ୍କେ ଭରେଇ କରି ମୁଇଁ ବାହାରି ପଡ଼୍ଲି। ତ ମୁଇଁ ଯେନ୍ତା ନର୍ଲା ପହଞ୍ଚିସି ସେନ୍ତା ଟିକେ ଭିଡ଼ ନାଇଁ ହେଇଥାଏ। ତ ଆଜି ଟିକେ ଭିଡ଼ ହେବା ବାକି ଡାଉଟ୍ ଲାଗୁଛେ। ତ ଦେଖିପାରୁଥିବେ ମୁଇଁ ଯେନ୍ତା ନର୍ଲା ପହଞ୍ଚିସି ମାନେ ସବୁ ଦୁକାନ୍ ଖୋଲିକରି ସାମାନ୍ ପତ୍ର ଭରେଇଥିସନ୍। ତ ଇ 2 ବଣ୍ଡଲ୍ ସାମାନ୍ ଆଇଛେ। ଏଇଟା ଏଛେନକା ଫାଡ଼ି ଫୁଡ଼ା କରି ରଖ୍ବାର୍ ପଡ଼୍ବା। ତ ଯେନ୍ତା 1 ବାଜି ଯାଇସି ସେନ୍ତା ସାମାନ୍ ପତ୍ର ଆସି ଯାଇସି। ଇଆଡ଼େ ଖାଇବାର୍ ଟାଇମ୍ ବି ହେଇଯାଇଥିସି। ତ ଏଇ ବାଟେ ତରୁଣ୍ ସବୁ ଉତରା ଉତରି କରିଥିସି। ଦେଖିପାରୁଥିବେ ତରୁଣ୍ କେତେ ହଇରାଣ ହେଇଯାଇଛେ। ଏଛେନକା ଏଇଟା ଗୋଦାମ୍କେ ନେବାର୍ ପଡ଼୍ବା। ତ ଦେଖିପାରୁଥିବେ ଏଛେନକା ଆମେ ଗୋଦାମ୍କେ ଆନି ସାର୍ଲୁଁ। ତ ତରୁଣ୍ କହେସି ମୁଇଁ ଇଟା ଫାଡ଼ି ଫୁଡ଼ା ଦେମି ଆଜି ଖାଇ ନେଇ ଯାଏନା। ମୁଇଁ 2-3 ବଜାକେ କାମରେ ଭାଗ୍ମି ବୋଲ୍ସି। ତ ମୁଇଁ ଖାଇ ଭାଗ୍ସି। ତ ଦେଖିପାରୁଥିବେ ଏଇଟା ତରୁଣ୍ ଫାଡ଼ବାର୍ ଆରମ୍ଭ କରିଦେଲା। ଏଇଟା ଫାଡ଼ି ଫୁଡ଼ା ଦେଇକରି ଭାଗ୍ବା। ତ ମୁଇଁ ଖାଇ ଖୁଆ କରି ଟିକେ ବସି ପଡ଼୍ସି। इस सज्जन को क्या तकलीफ है ତ भाई? ଦେଖିପାରୁଥିବେ ମୁଇଁ ଯେନ୍ତା ଖାଇସାରିସି ସେନ୍ତା ତରୁଣ୍ ଫାଡ଼ି କରି ସାମାନ୍ ପତ୍ର ସବୁ ଭିତ୍ରେ କରିଥିସି। ପଡ଼ୁଥିଲା ଆସିକରି ସବୁ ସାଇଜ୍ କରିଦେଉଥିସି। ତ ଦେଖିପାରୁଥିବେ ଏଇ ଗୋଦାମ୍ ଦିନେ ଖାଲି ଥିଲା, ଏଛେନକେ ପୁରା ପେକ୍ ହେଇଯାଇଛେ। ତ ଚलो ଟାଟା ବାଏ ବାଏ, ନେକ୍ସଟ୍ वीडियो रे मिलमा।